ବହୁତ ଦିନ ତଳର କଥା। ଦୂରରେ ଥିବା ପାହାଡ଼ ପାଖରେ ଥିଲା ଗୋଟିଏ ଜଙ୍ଗଲ। ଜଙ୍ଗଲ ପାଖାପାଖି କିଛି ବି ହେଲେ ଗାଁ ନଥିଲା, ଯାହାଫଳରେ ସବୁ ପଶୁପକ୍ଷୀମାନେ ଆନନ୍ଦରେ ନିଜ ଇଚ୍ଛାରେ ଜୀବନଯାପନ କରୁଥିଲେ। ସେଇ ଜଙ୍ଗଲରେ ରହୁଥିଲା ଗୋଟିଏ ବାଘ। ବାଘର ଗୋଟିଏ ଗୁପଚୁପ୍ ଦୋକାନ ଥିଲା। ଜଙ୍ଗଲର ସବୁ ପଶୁପକ୍ଷୀ ବାଘର ଗୁପଚୁପ୍ ଖାଇବା ପାଇଁ ଆସନ୍ତି। ଗୋଟିଏ ଦିନ ବାଘଟି ତାର ଗୁପଚୁପ୍ ଦୋକାନରେ ବସିଥିଲା। ସେତିକିବେଳେ ପାଖ ଜଙ୍ଗଲରୁ ଗୋଟିଏ ଛେଳି ସେଠାକୁ ଗୁପଚୁପ୍ ଖାଇବା ପାଇଁ ଆସିଲା। ଆସନ୍ତୁ ଆସନ୍ତୁ, ଟେଷ୍ଟି ଟେଷ୍ଟି ଗୁପଚୁପ୍ ଖାଇକି ଯାଅ। ବଢ଼ିଆ ସୁଆଦିଆ ଗୁପଚୁପ୍, ମାତ୍ର 10 ଟଙ୍କା ପ୍ଲେଟ୍। ଆରେ ଭାଇ, ମୁଁ ତ ଗୁପଚୁପ୍ ଖାଇବା ପାଇଁ ଆସିଛି, ଦେଲ ଗୋଟେ ପ୍ଲେଟ୍। ହେଲେ ମୁଁ ତ କାହିଁ ତୁମକୁ ଏ ଜଙ୍ଗଲରେ ଆଗରୁ କେବେ ଦେଖିନି। ମୁଁ ପରା ତୁମ ଗୁପଚୁପ୍ ବାସ୍ନା ପାଇ ପାଖ ଜଙ୍ଗଲରୁ ଏଠାକୁ ଆସିଛି ଗୁପଚୁପ୍ ଖାଇବା ପାଇଁ। ହଉ ତାହେଲେ ତୁ ସେଠାରେ ବସେ, ମୁଁ ଏବେ ଗୁପଚୁପ୍ ବନେଇକି ତତେ ଦଉଛି। ଛେଳିଟି ସେଠାରେ ବସିଲା। ବାଘ ସାଙ୍ଗେ ସାଙ୍ଗେ ଗୁପଚୁପ୍ ବନେଇବାରେ ଲାଗି ପଡ଼ିଲା। ମସଲା ମସଲି ଦେଇ ଭଲ କରି ଗୋଟେ ପ୍ଲେଟ୍ ଗୁପଚୁପ୍ ବନେଇଦେଲା। ଏଇ ନେ ତୋର ଗୁପଚୁପ୍ ପ୍ଲେଟ୍। ଛେଳିଟି ଗୁପଚୁପ୍ ପ୍ଲେଟ୍ରୁ ଗୁପଚୁପ୍ ଖାଇବା ଷ୍ଟାର୍ଟ କରିଦେଲା। ଦେଖୁ ଦେଖୁ ସବୁ ଗୁପଚୁପ୍କୁ ଖାଇଦେଲା। ତାପରେ ଖାଇସାରିବା ପରେ କହିଲା, ସତରେ ଭାରି ଟେଷ୍ଟି ଲାଗିଲା। ମୋ ପାଇଁ ଗୋଟେ ପ୍ଲେଟ୍ ପାର୍ସଲ ଦେଇଦିଅ ତ। ଆଚ୍ଛା ଠିକ୍ ଅଛି, ଟିକେ ଅପେକ୍ଷା କର, ମୁଁ ପ୍ୟାକିଂ କରିଦଉଛି। ଛେଳି ପାଇଁ ଗୁପଚୁପ୍ ପ୍ୟାକ୍ କଲା ବାଘ। ପାର୍ସଲଟା ଛେଳିକୁ ଦେଇ ବାଘ କହିଲା, ଏଇ ନେ ତୋ ପାର୍ସଲ। ବାଘର ହାତରୁ ପାର୍ସଲଟା ନେଇ ଛେଳି କହିଲା, ମୁଁ ତାହେଲେ ଆସୁଛି ଆଜି। ଆଉ ଗୋଟେ ଦିନ ନିଶ୍ଚୟ ଆସିବି ଗୁପଚୁପ୍ ଖାଇବା ପାଇଁ। ଏହା କହି ଛେଳିଟି ଗୁପଚୁପ୍ ପାର୍ସଲଟି ନେଇ ଚାଲିଗଲା। ବାଘଟି ଏପଟ ସେପଟକୁ ଅନେଇଲା, କାରଣ ସେ ଭାବିଲା ଯେ ତା ଉପରେ କିଏ ନଜର କରୁଛି। ହେଲେ ସେ କିଛି ବି ହେଲେ ଜାଣିପାରିଲା ନାହିଁ। କିଛି ଦୂରରେ ଗୋଟିଏ ମୂଷା ଥାଇ ନଜର କରୁଥାଏ କି ସେ କେମିତି ବାକି ଗୁପଚୁପ୍ତକ ଖାଇପାରିବ। ଏଇଆ ଭାବି ସେ ମୂଷାଟି କହିଲା, କେମିତି ମୁଁ ବିନା ପଇସାରେ ଗୁପଚୁପ୍ ଖାଇବି କେଜାଣି। ଯାଉଛି ଜଙ୍ଗଲରେ ଏପଟ ସେପଟକୁ ଟିକେ ବୁଲି ଆସିବି ରାତି ହେବା ପର୍ଯ୍ୟନ୍ତ। ଏହା କହି ମୂଷାଟି ଜଙ୍ଗଲରେ ବୁଲିବାକୁ ଲାଗିଲା। ସେ ଏପଟକୁ ସେପଟକୁ ବୁଲିବାକୁ ଲାଗିଲା। ତାପରେ ତାର ଅପେକ୍ଷାର ଅନ୍ତ ଘଟିଲା। ଦିନ ଯାଇ ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବା ପରେ ମୂଷାଟି କହିଲା, ଏଇ ତ ସନ୍ଧ୍ୟା ହୋଇଗଲାଣି, ଯାଉଛି ଦେଖିବି ବାଘଟି ଶୋଇଲାଣି କି ନାହିଁ। ଏହା କହି ମୂଷାଟି ବାଘର ଘର ଆଡ଼କୁ ଚାଲିଲା। ସେତିକି ବେଳେ ବାଘଟି ଶୋଇପଡ଼ିଛି। ଧୀରେ ଧୀରେ ସେ ଗୁପଚୁପ୍ ପାଖକୁ ଗଲା। ଗୁପଚୁପ୍କୁ ଦେଖି ତାର ପାଟିରୁ ଲାଳ ବୋହିଲା। ଆଉ ସେ ସବୁ ଗୁପଚୁପ୍କୁ ଖାଇବାରେ ଲାଗିଲା। ସବୁ ଗୁପଚୁପ୍ ଖାଇଦେଇ ମୂଷାଟି ସେଠାରୁ ଦୌଡ଼ି ପଳାଇଲା। ତା ପରଦିନ ସକାଳୁ ବାଘ ଶୋଇକି ଉଠିଲା ପରେ ଦେଖିଲା, ଏ କ'ଣ, ଏଠି ତ କେତେ ଗୁଡ଼େ ଗୁପଚୁପ୍ ରଖିଥିଲି, ହେଲେ ସେସବୁ କୁଆଡ଼େ ଗଲା? ଏଇଠି ତ ରଖିଥିଲି। ବାଘଟି ତାର ଗୁପଚୁପ୍କୁ ଖୋଜିଲା। ଏପଟକୁ ସେପଟକୁ ଦେଖିଲା, ହେଲେ କୋଉଠି ବି ହେଲେ ପାଇଲା ନାହିଁ। ତାପରେ ବାଘଟି କହିଲା, ଏଇଠି ତ ରଖିଥିଲି, ହେଲେ ଗଲା କୁଆଡ଼େ? ମୋର ସବୁ ଗୁପଚୁପ୍ କୁଆଡ଼େ ଗଲା? ମତେ ଲାଗିଲାଣି ଆଜି ବି ପୁଣି ଗୁପଚୁପ୍ ବନେଇବାକୁ ପଡ଼ିବ। ବାଘଟି ଘରୁ ବାହାରି ଆସି ଗୁପଚୁପ୍ ବନେଇବା କାମ ଆରମ୍ଭ କରିଦେଲା। ସବୁ ଜିନିଷ ଯୋଗାଡ଼ କରି ଗୁପଚୁପ୍ ବନେଇବାରେ ଲାଗିଲା। ଗୁପଚୁପ୍ ବନେଇ ସାରିବା ପରେ ବାଘଟି କହିଲା, ଏଇ ତ ଆଜି କେତେ ଗୁଡ଼େ ବନେଇଦେଲି, ଏତକ ଯାକ 2 ଦିନ ଯାଏଁ ବିକ୍ରି କରିପାରିବି। ବାଘଟି ଗୁପଚୁପ୍ ଦୋକାନରେ ବସିଥିଲା। ଗୁପଚୁପ୍ ବି ବିକ୍ରି କରୁଥିଲା। ଗୁପଚୁପ୍ ବିକ୍ରି କରୁ କରୁ ରାତି ହୋଇଗଲା। ବାଘ ତାର ସବୁ ଜିନିଷକୁ ଆଣି ଘରେ ରଖି ଶୋଇପଡ଼ିଲା। ତାପରେ ମୂଷା ଆସି ହାଜିର ହୋଇଗଲା। ମୂଷାଟି କହିଲା, ଏଇ ତ ବାଘ ଶୋଇପଡ଼ିଛି, ଯାଉଛି ଗୁପଚୁପ୍ ଖାଇବା କାମ
ଆରମ୍ଭ କରିଦେବି। ଏହା କହି ମୂଷାଟି ସବୁ ଗୁପଚୁପ୍ ଖାଇବା ଆରମ୍ଭ କରିଦେଲା। ଧୀରେ ଧୀରେ ଖାଉ ଖାଉ ସବୁ ଖାଇଦେଇ ସେଠାରୁ ସେ ପଳେଇଲା। ତା ପରଦିନ ସକାଳ ହେଲା। ବାଘଟି ନିଦରୁ ଉଠି ତାର ଗୁପଚୁପ୍ ବୋଝକୁ ଦେଖି ଅବାକ୍ ହୋଇଗଲା। ଏ କ'ଣ? ଆଜି ବି ଗୁପଚୁପ୍ ନାହିଁ, କିନ୍ତୁ ଗୁପଚୁପ୍ ଗୁଡ଼ା ସବୁ ଯାଉଛି କୁଆଡ଼େ? ମତେ ଆଜି ବି ପୁଣି ଗୁପଚୁପ୍ ବନେଇବାକୁ ପଡ଼ିବ। ଏହିପରି ସବୁଦିନ ବାଘ ଗୁପଚୁପ୍ ବନେଇ ରଖିଥାଏ, ଆଉ ରାତି ହେଲେ ମୂଷାଟି ତାକୁ ଖାଇଦେଇ ଯାଏ। ଏମିତି କିଛି ଦିନ ଯିବା ପରେ ବାଘଟି ଭାବିଲା, କିଏ ତାର ଗୁପଚୁପ୍କୁ ଚୋରି କରୁଛି। ତାପରେ ବାଘଟି କହିଲା, ନା, ଏମିତି ଆଉ କେତେ ଦିନ ଚାଲିବ? ସବୁଦିନ ମୋର ଗୁପଚୁପ୍କୁ କିଏ ଖାଉଛି ତାହା ମତେ ନିଶ୍ଚୟ ଜାଣିବାକୁ ପଡ଼ିବ। ମତେ ଶିଆଳର ସାହାଯ୍ୟ ଦରକାର। ଦେଖେ ସେ କିଛି କରିପାରୁଛି କି ନାହିଁ। ବାଘଟି ଶିଆଳ ପାଖକୁ ଯିବା ପାଇଁ ଜଙ୍ଗଲ ମଧ୍ୟ ଦେଇ ଚାଲିଲା। ଯିବାବେଳେ ବାଘଟି କହୁଥାଏ, ଯିଏ ମୋ ଗୁପଚୁପ୍କୁ ଚୋରି କରି ଖାଉଛି ତାକୁ ଯଦି ମୁଁ ପାଇବି, ମୁଁ ଜିଅନ୍ତା ଖାଇଯିବି ତାକୁ। ଏମିତି କହୁ କହୁ ବାଘଟି ଯାଇ ଶିଆଳର ଘର ପାଖରେ ପହଞ୍ଚିଗଲା। ବାଘକୁ ଦେଖି ଶିଆଳ କହିଲା, ଆରେ ବାଘ ମାମୁଁ, ତୁମେ ଏଠାରେ? ହଁ, କେତେ ଭାବିଚିନ୍ତି ତୁମ ପାଖକୁ ଆସିଛି ରେ ଶିଆଳ ଭାଇ। କ'ଣ ହେଇଛି କି ବାଘ ମାମୁଁ? ଶୁଣ ତାହେଲେ, ମୁଁ ସବୁଦିନ ଗୁପଚୁପ୍ ବନେଇକି ରଖେ ତା ପରଦିନ ବିକ୍ରି କରିବା ପାଇଁ। ହେଲେ ପ୍ରତିଦିନ ସକାଳୁ ଉଠି ଦେଖେ ମୋର ଗୁପଚୁପ୍ କିଛି ନାହିଁ। କିଏ ତାହେଲେ ଚୋରି କରି ନେଇଯାଉଥିବ? ସେଇଆ ତ, ତୁମକୁ ଖୋଜିବାକୁ ପଡ଼ିବ ଯେ କିଏ ମୋର ଗୁପଚୁପ୍କୁ ନେଇଯାଉଛି। ବାଘର ଏହି କଥା ଶୁଣି ଶିଆଳ ମନେ ମନେ କହିଲା, ଏଇ ତ ସୁଯୋଗ। ବାଘର ଏବେ ମୋ ପାଖରେ କାମ। ମୁଁ ଯଦି ବୁଦ୍ଧି କଟେଇ ସବୁଦିନ ଗୁପଚୁପ୍ ଖାଇପାରିଲି, ତାହେଲେ ତ ବହୁତ ବଢ଼ିଆ ହେବ। ମନେ ମନେ ଖୁସି ହୋଇ ଭାବୁଥିଲା ଶିଆଳ। ତାପରେ ବାଘଟି କହିଲା, କ'ଣ ହେଲା ଶିଆଳ ଭାଇ, ଚୋରକୁ ଖୋଜିଦେବ ତ? ହଁ, ଖୋଜି ଦେଇପାରିବି, ହେଲେ ମୋର ଗୋଟିଏ ସର୍ତ୍ତ ଅଛି। ସର୍ତ୍ତ? କି ସର୍ତ୍ତ? ମତେ ସବୁଦିନ ତୁମର ସେଇ ମଜାଦାର ଗୁପଚୁପ୍ ଖାଇବାକୁ ଦେବ। ହଉ ଠିକ୍ ଅଛି। ଆଉ ଯଦି ତୁମେ ଚୋରକୁ ନ ଧରିପାରିଲ, ତାହେଲେ ତୁମର ଖବର ବୁଝିଦେବି। ସେଥିପାଇଁ ତୁମେ ଚିନ୍ତା କରନି ବାଘ ମାମୁଁ। ଚାଲ ତୁମ ଘରକୁ ଯିବା। ଆଜି ହିଁ ମୁଁ ଚୋରକୁ ଧରିଦେବି। ହଉ, ଚାଲ ତାହେଲେ ଯିବା। ଏହା କହି ଶିଆଳ ଓ ବାଘ ବାଘର ଘରକୁ ଚାଲିଲେ। କିଛି ସମୟ ପରେ ଦୁଇ ଜଣ ଯାକ ବାଘର ଘରେ ଆସି ପହଞ୍ଚିଗଲେ। ରାତି ବି ହୋଇଗଲା। ଶିଆଳ ଓ ବାଘ ଘରେ ଥାଇ କଥା ହେଉଥିଲେ କି, ଶୁଣ, ତୁମେ ଶୋଇପଡ଼ିବ, ଆଉ ମୁଁ ଏଇଠି ଲୁଚିକି ରହିବି। ଯେତେବେଳେ ଚୋର ଆସିବ, ସେତିକି ବେଳେ ମୁଁ ତାକୁ ଧରିବି। ଆଚ୍ଛା, ମୁଁ ତାହେଲେ ଯାଉଛି ଶୋଇପଡ଼ିବି। ଚୋର ଆସିବା ସମୟ ହୋଇଗଲାଣି ବୋଧେ। ଏହା କହି ବାଘଟି ଶୋଇପଡ଼ିଲା, ଆଉ ଶିଆଳଟି ଯାଇ ଲୁଚି ପଡ଼ିଲା। ଏହି ସମୟରେ ମୂଷାଟି ବାଘର ଘର ଭିତରକୁ ଚାଲିଲା। ବାଘଟି ଶୋଇପଡ଼ିଥିବାର ଦେଖି ମୂଷା କହିଲା, ଆଜି ବି ବାଘଟି ଆରାମରେ ଶୋଇପଡ଼ିଛି। ଏଇ ସୁଯୋଗରେ ଶୀଘ୍ର ଶୀଘ୍ର ଗୁପଚୁପ୍ ଗୁଡ଼ା ଖାଇଦେଇ ଶେଷ କରିଦେବି ଯାଉଛି। ମୂଷାଟି ଗୁପଚୁପ୍ ଖାଇବା ଆରମ୍ଭ କରିଦେଲା। ଏସବୁ ଲୁଚିକି ଶିଆଳ ଦେଖୁଥିଲା। ମୂଷାଟି ଯେତେବେଳେ ଗୁପଚୁପ୍ ଖାଉଥିଲା, ଶିଆଳଟି ସେତିକିବେଳେ ବାହାରି ଆସି ଧୀରେ ଧୀରେ ମୂଷା ପାଖରେ ପହଞ୍ଚିଗଲା, ଆଉ ମୂଷାକୁ ଧରି ପକେଇଲା। ଆରେ ଓ ବାଘ ମାମୁଁ, ଉଠିପଡ଼ ଉଠିପଡ଼, ଦେଖ ଦେଖ, ତୁମ ଗୁପଚୁପ୍ ଚୋରକୁ ମୁଁ ଧରି ପକେଇଛି। ଶିଆଳର କଥା ଶୁଣି ବାଘ ନିଦରୁ ଉଠି ପଡ଼ିଲା। ମୂଷାକୁ ଦେଖି ବାଘଟି କହିଲା, ଏଇ ତାହେଲେ ସେଇ ଚୋର। ଆରେ ଏ ମୂଷା, ତୋର ଏତେ ବଡ଼ ସାହସ, ତୁ ମୋର ସବୁ ଗୁପଚୁପ୍କୁ ଖାଇଦେଉଛୁ। ରହ ଆଜି ତତେ ମଜା ଚଖଉଛି। ବାଘର ଏମିତି କଥା ଶୁଣି ମୂଷାଟି ପୁରା ଡରିଗଲା, ଆଉ ମନେ ମନେ ଭାବିଲା, ଆଜି ତ ଫସିଗଲି ରେ ବାବା, ମତେ ବୋଧେ ମାରିଦେବ ଲାଗୁଛି। ମତେ କିଛି ଗୋଟେ ବୁଦ୍ଧି ବାହାର କରି ଏଠାରୁ ପଳେଇବାକୁ ପଡ଼ିବ। ମୂଷାଟି କେମିତି ଖସିବ ସେ କଥା ଭାବୁଥାଏ, ଆଉ ବାଘ ଓ ଶିଆଳ ତାକୁ ଶାସ୍ତି ଦେବାର କଥା ଭାବୁଥାନ୍ତି। ଶିଆଳଟି ଏତିକି ବେଳେ କହିଲା, ସକାଳ ହୋଇଯାଉ, ତାପରେ ତୋର କଥା ବୁଝା ହେବ। ତା ପରଦିନ ସକାଳ ହେଲା। ବାଘ ଓ ଶିଆଳ
ମୂଷାର ପିଞ୍ଜରାଟି ଧରି ଜଙ୍ଗଲ ମଧ୍ୟ ଦେଇ ଚାଲିଲେ। କିଛି ବାଟ ଯିବା ପରେ ପିଞ୍ଜରାଟି ତଳେ ଥୋଇଦେଲେ। ସେତିକିବେଳେ ମୂଷାଟି ବୁଦ୍ଧି ଖଟେଇ ମରିବାର ଅଭିନୟ କଲା। ଏହା ଦେଖି ବାଘଟି କହିଲା, ଆରେ ମୂଷାକୁ ଆଗ ପିଞ୍ଜରାରୁ ବାହାର କର, ତାପରେ ତାକୁ ଶାସ୍ତି ଦେବା। ଶିଆଳ ପିଞ୍ଜରାରୁ ବାହାର କରି ଦେଖିଲା ମୂଷାଟି ମରିଯାଇଛି। ଶିଆଳ କହିଲା, ଆରେ ମୂଷାଟା ତ ମରିଯାଇଛି। ହଁ, ରାତି ସାରା ବନ୍ଦୀ ହୋଇକି ଥିଲା ତ, ସେଇଥିପାଇଁ ବୋଧେ ମରିଯାଇଛି। ଧେତ୍, ତାକୁ ଆଉ ଶାସ୍ତି ଦେଇ ହେଲାନି। ହଉ ଛାଡ଼, ଏ ମୂଷାଟାକୁ ଏଇଠି ରଖିଦେଇ ଚାଲ ଆମେ ପଳେଇବା। ଏହା କହି ମୂଷାକୁ ସେଠାରେ ଛାଡ଼ିଦେଇ ଶିଆଳ ଓ ବାଘ ସେଠାରୁ ଚାଲିଗଲେ। ସେମାନେ କିଛି ବାଟ ଯିବା ପରେ ମୂଷାଟି ଉଠି ବସିଲା। ଆରେ ମୁଁ ତ ବଞ୍ଚିଗଲି। ଯାଏଁ ଆଗ ଏଠାରୁ ପଳାଏ। ମୁଁ ତ ବଞ୍ଚିଗଲି ରେ ବାବା। ଏହା କହି ମୂଷାଟି ଦୌଡ଼ି ସେଠାରୁ ଦୂରକୁ ଚାଲିଗଲା। ଗୋଟିଏ ସୁନ୍ଦର ଜଙ୍ଗଲଟିଏ ଥିଲା। ସେହି ଜଙ୍ଗଲର ସବୁ ପକ୍ଷୀମାନେ ଆରାମରେ ଜୀବନଯାପନ କରୁଥିଲେ। ସେମାନଙ୍କୁ ଭଲରେ ଭୋଜନ ବି ମିଳିଯାଉଥିଲା ଆଉ ପାଣି ବି ମିଳିଯାଉଥିଲା। ସବୁ ପକ୍ଷୀମାନେ ବହୁତ ଖୁସି ଥିଲେ। ହେଲେ କିଛି ଦିନ ପରେ ତାଙ୍କର ଖୁସି ଦୁଃଖରେ ବଦଳିଗଲା। ଯେବେଠୁ ଗୋଟିଏ ଚିଲର ନଜର ସେହି ଜଙ୍ଗଲ ଉପରେ ପଡ଼ିଲା, ସେବେଠାରୁ ସେ ଜଙ୍ଗଲରେ ଶାନ୍ତି କୁଆଡ଼େ ଉଭେଇଗଲା। ସେ ଚିଲକୁ ବଡ଼ ପକ୍ଷୀଙ୍କ ଅପେକ୍ଷା ଛୋଟ ପକ୍ଷୀଙ୍କର ମାଂସ ଖାଇବାକୁ ବହୁତ ପସନ୍ଦ ଥିଲା। ସେଥିପାଇଁ ସେ ସବୁଦିନ କୋଉ କୋଉ ପକ୍ଷୀର ଛୁଆକୁ ଉଠାଇ ନେଇ ଖାଇଦିଏ। ପକ୍ଷୀମାନେ ଭାବି ପାରୁନଥିଲେ ଯେ ସେମାନେ କ'ଣ କରିବେ ବୋଲି। ଏମିତି ଗୋଟିଏ ଦିନ ସମସ୍ତେ ବହୁତ ପରିଶାନରେ ବସିଥିଲେ। ଆମେ ଏବେ କ'ଣ କରିବା? ଆମର ପକ୍ଷୀମାନଙ୍କୁ ଆମେ କେମିତି ବଞ୍ଚେଇବା ସେ ରାକ୍ଷସ ଚିଲଠାରୁ? ମୋର ତ ଅଣ୍ଡା ଦେବାର ଅଛି। ମୋତେ ବହୁତ ଡର ଲାଗିଲାଣି ଆଜିଠାରୁ ଯେ ମୋର ଛୁଆଟି ହେଲେ ମୁଁ ତାକୁ କେମିତି ବଞ୍ଚେଇବି। ବହୁତ ଭଲ ହେବ ସେ ଚିଲ ଯଦି ଆମକୁ ଖାଇଦିଅନ୍ତା କି। ସେ ଚିଲ ବହୁତ ଚାଲାକଟେ। ସିଏ ଜାଣିଛି ଯେ ଯଦି ଆମ ପରି ବଡ଼ ବଡ଼ ପକ୍ଷୀମାନଙ୍କୁ ସେ ଖାଇଦେବ ତ ତାକୁ ସବୁଦିନ ମାଂସ କେମିତି ମିଳିବ। ସିଏ ଆମକୁ କେବେ ଖାଇବନି, ସେ ଆମ ପିଲାମାନଙ୍କୁ ହିଁ ଖାଇବ। ଆମକୁ ତ ଏହାର ଉପାୟ ଖୋଜିକି ବାହାର କରିବାକୁ ପଡ଼ିବ। ନହେଲେ ସେ ରାକ୍ଷସ ଚିଲ ଏମିତି ଆମର ପିଲାମାନଙ୍କୁ ମାରି ଖାଇ ଚାଲିଥିବ। ହଁ, ମୋ ପାଖରେ ଗୋଟିଏ ଆଇଡ଼ିଆ ଅଛି। ଯଦି ଶୁଣିବ ସମସ୍ତେ ତାହେଲେ ମୁଁ କହିବି। ହଁ ହଁ ପାରା ଭଉଣୀ, ଜଲ୍ଦି କୁହ। ଆମକୁ ଆମ ସମସ୍ତଙ୍କୁ ପସନ୍ଦ ହିଁ ଆସିବ। ହଁ, ଶୁଣ ସମସ୍ତେ, ଆମେ ଏମିତି କରିବା। ଯାହାକୁ ଅଣ୍ଡା ଦେବାର ଥିବ ସିଏ ସେ ଘଞ୍ଚ ଗଛ ଉପରେ ଯାଇ ଅଣ୍ଡା ଦେବ। ଆଉ ସିଏ ସେଇଠି ହିଁ ରହିବ ଯେବେ ପର୍ଯ୍ୟନ୍ତ ସେ ଅଣ୍ଡାରୁ ଛୁଆ ନ ବାହାରିଛି ଆଉ ସେ ଛୁଆଟି ବଡ଼ ନ ହୋଇଛି। ଆଉ ସବୁ ବାକି ପକ୍ଷୀମାନେ ତାକୁ ଯାଇ ସମସ୍ତେ ଖାଦ୍ୟ ଦେଇ ଆସିବେ। ଏମିତି କଲେ ଆମେ ଆମ ପିଲାମାନଙ୍କୁ ସୁରକ୍ଷିତରେ ରଖିପାରିବା ଆଉ ଚିଲକୁ ବି ଜଣାପଡ଼ିବ ନାହିଁ। ପାରା ଭଉଣୀ, ଇଏ ତ ତୁମେ ବହୁତ ଭଲ ଉପାୟ କହିଲ। ଏବେ ତ ମୋର ଆଉ ବୁଲବୁଲର ଅଣ୍ଡା ଦେବାର ଅଛି। ଆମେ ବି ସେଇ ଘଞ୍ଚ ଗଛ ଉପରେ ଯାଇ ଅଣ୍ଡା ଦେଇ ସେଠାରେ ରହିବୁ। ଆମକୁ ତୁମେମାନେ ସମସ୍ତେ ଖାଦ୍ୟ ଦେଇ ଆସିବ। ଆଉ ତୁମମାନଙ୍କର ଯେତେବେଳେ ଅଣ୍ଡା ଦେବାର ସମୟ ଆସିବ ଆମେ ବି ତୁମମାନଙ୍କୁ ସାହାଯ୍ୟ ନିଶ୍ଚୟ କରିବୁ। ତାପରେ ଏମିତି ସବୁ ପକ୍ଷୀମାନେ ମାନିଗଲେ। ତାପରେ ବୁଲବୁଲ ଓ ରାନୀ ଚଢ଼େଇ ଘଞ୍ଚ ଗଛ ପାଖକୁ ଚାଲିଗଲେ। ଏମିତି କିଛି ଦିନ ବିତିଗଲା। ଚିଲ ଏମିତି ବୁଲୁଥାଏ। ତାକୁ କୋଉ ବି ବସାରେ ଅଣ୍ଡା ନା ଛୋଟ ପକ୍ଷୀ କିଛି ବି ହେଲେ ଦେଖାଯାଉ ନଥାଏ। ଆରେ ଏ ପକ୍ଷୀମାନଙ୍କର କ'ଣ ଏମିତି ହୋଇଗଲା? ଆଚ୍ଛା, ଏମାନେ ମୋ ସହିତ କିଛି ଚାଲାକି କରୁନାହାନ୍ତି ତ? ହେଲେ ମୁଁ ତ ଛାଡ଼ିବି ନାହିଁ। ନିଶ୍ଚିତ ଏ ବିଷୟରେ ମୋତେ ଜାଣିବାକୁ ହିଁ ହେବ। ଘଟଣାଟା ଆକ୍ଚୁଆଲି କ'ଣ? ତାପରେ ଚିଲ ରାଗିକି ସେ ପକ୍ଷୀମାନଙ୍କ ପାଖକୁ ଚାଲିଲା। ଆରେ ଏ ପକ୍ଷୀମାନେ, ମୋ ସହିତ ଯୋଉ ନାଟକ କରୁଛ ତା ବିଷୟରେ ମୁଁ ସବୁ ଜାଣିଛି। ସତ ସତ କୁହ, ତୁମର ପିଲାମାନେ ସବୁ କୋଉଠି ଅଛନ୍ତି? ନ କହିବ ଯଦି ତାହେଲେ ଏଇଠି ତୁମମାନଙ୍କୁ କଞ୍ଚା ଚୋବେଇ ଖାଇଯିବି। ଆରେ ଚିଲ ଦିଦି, ଆମର କ'ଣ ଏତେ ଓକାତ ଅଛି ଯେ ଆମେ ତୁମ ସହିତ ନାଟକ କରିବୁ? ବହୁତ ସମୟ ବିତିଗଲାଣି। ଆମ ପକ୍ଷୀମାନେ କେହି ବି ହେଲେ ଅଣ୍ଡା ଦେଇନାହାନ୍ତି। ଯଦି ଅଣ୍ଡା ଦେଇନାହାନ୍ତି ତ ଛୁଆ କୋଉଠୁ ଆସିବ? ମୁଁ ଆଜି ଏଇଠି ବସିକି ରହିବି, ଦେଖିବି
କ'ଣ ସବୁ ଚାଲିଛି ଏଠି? ତାପରେ ଚିଲ ସେଇଠି ବସିକି ହିଁ ରହିଲା। ସେପଟେ ରାନୁ ଚଢ଼େଇ ଓ ବୁଲବୁଲର ଅଣ୍ଡାରୁ ଛୁଆ ବାହାରି ଗଲେଣି, ଆଉ ଟିକେ ଟିକେ ବଡ଼ ବି ହୋଇଗଲେଣି। ହେଲେ ସେମାନେ ଏତେ ବି ବଡ଼ ହୋଇନଥିଲେ ଯେ ସେମାନେ ଏକା ଉଡ଼ି ପାରିବେ। ମୋ ଧନ ଆଉ କିଛି ଦିନ ପରେ ଉଡ଼ିବା ଶିଖିଯିବ, ଆଉ ମୋର ସବୁ ଚିନ୍ତା ସରିଯିବ। ହେଲେ ମାମା, ମୋତେ ଲାଗୁଛି ମୁଁ ଉଡ଼ିପାରିବି। ଏମିତି କହି ରାନୁ ଚଢ଼େଇର ଛୁଆ ନିଜ ବସାରୁ ବାହାରି ଉଡ଼ି ଚାଲିଲା। ଆଉ ଜୋରେ ଜୋରେ ଉଡ଼ି ସେ ଘଞ୍ଚ ଗଛ ଭିତରୁ ବାହାରି ବାହାରକୁ ଚାଲିଗଲା। ରାନୁ ଚଢ଼େଇ ଏହା ଦେଖି ତାର ପୁରା ହୋସ୍ ଉଡ଼ିଗଲା, ଆଉ ତାର ପୁଅକୁ ଡାକୁଥାଏ, ବବଲୁ, ବବଲୁ ରହିଯା, ବବଲୁ ରହିଯା। ଧନ, ବାହାରେ ବହୁତ ଭୟ ଅଛି, ତୁ ଯାଆନା, ମୁଁ ତତେ ହରେଇବା ପାଇଁ ଚାହେଁ ନାହିଁ। ହେଲେ ସିଏ ଉଡ଼ି ଉଡ଼ି ଚାଲିଥାଏ, ଆଉ ଉଡ଼ି ଉଡ଼ି ଯାଇ ସେଇଠି ପହଞ୍ଚିଲା ଯୋଉଠି ସେ ରାକ୍ଷସ ଚିଲ ବସିଥିଲା। ତା ପଛେ ପଛେ ତାର ମା ବି ଆସି ପହଞ୍ଚିଗଲା। ଆରେ ବା, ତାଜା ତାଜା ମାଂସ! ଆଚ୍ଛା, ତାହେଲେ ତୁମେମାନେ ମୋ ସହିତ ଏମିତି ଚାଲାକି ଖେଳୁଥିଲ? ଆଜି ତ ମଜା ହିଁ ଆସିଯିବ। ଚିଲ, ପ୍ଲିଜ୍ ମୋ ଛୁଆକୁ ଖାଅନି, ତା ବଦଳରେ ତୁମେ ମୋତେ ହିଁ ଖାଇଦିଅ। ତୁମକୁ ଯଦି ଖାଇଦେବି ତ ମୋତେ ଆଉ ଏମିତି ତାଜା ତାଜା ମାଂସ କୋଉଠୁ ମିଳିବ? ଏମିତି କହି ସେ ଚିଲ ଛୁଆ ପକ୍ଷୀ ଆଡ଼କୁ ଗଲା। ହେଲେ ସେ ବବଲୁ ଆହୁରି ଜୋରେ ଆଗକୁ ଆଗକୁ ଉଡ଼ି ଚାଲିଲା। ଆଜି ସେ ନୂଆ ନୂଆ ଉଡ଼ୁଛି, ହେଲେ ସେ ପୁରା ଭଲ ଭାବରେ ଉଡ଼ି ପାରୁଛି। ସେ ବବଲୁ ଚଢ଼େଇ ଆଗରେ, ଆଉ ଚିଲ ତା ପଛରେ, ଆଉ ରାନୀ ଚଢ଼େଇ ସେ ଚିଲ ପଛରେ ଏମିତି ଚାଲିଥାନ୍ତି। ହେଲେ ରାନୀ ଚଢ଼େଇ ତା ଛୁଆକୁ ଆଜି ହରେଇବ ବୋଲି ଭାବି ସାରିଥାଏ। ହେଲେ ତା ଛୁଆ କିଛି ଏମିତି ସେମିତି ଛୁଆ ପରି ଲାଗୁନଥିଲା। ସିଏ ତ ଖାଲି ଉଡ଼ି ଚାଲିଥିଲା। ହେଲେ ଚିଲ ଟିକେ ଟିକେ ଥକି ପଡ଼ୁଥିଲା, କାହିଁକି ନା ସେ ଟିକେ ବୁଢ଼ୀ ହୋଇଗଲାଣି। ସେ ଛୁଆ ଚଢ଼େଇଟି ଉଡ଼ି ଉଡ଼ି ସମୁଦ୍ର ଆଡ଼େ ଚାଲିଲା, ଆଉ ସବୁ ପକ୍ଷୀମାନେ ବି ତା ପଛରେ ଆସି ପହଞ୍ଚି ଗଲେଣି। ସେ ବବଲୁ ଚଢ଼େଇ ସିଧା ସେ ସମୁଦ୍ର ପାଣି ଆଡ଼କୁ ଚାଲିଲା, ଆଉ ସେ ଚିଲ ବି ତା ପଛେ ପଛେ ଚାଲିଥାଏ। ଆଉ ସେ ଛୁଆ ପକ୍ଷୀ କୋଉ ଗୋଟେ ଅଜଣା ଶକ୍ତି ଦ୍ୱାରା ସେ ଢେଉ ଉପରକୁ ଚାଲିଗଲା। ହେଲେ ସେ ଚିଲ ଯାଇପାରିଲା ନାହିଁ। ସେ ଢେଉ ସହିତ ମାଡ଼ ହୋଇ ତଳେ ପଡ଼ିଗଲା। ସେ ଚିଲ ବହୁତ ଥକି ଯାଇଥିଲା, ଆଉ ଓଦା ହୋଇଯିବା କାରଣରୁ ତା ଡେଣା ବି ଭାରି ହୋଇଯାଇଥିଲା। କିଏ ଅଛ? ମୋତେ ବଞ୍ଚାଅ, ମୋତେ ବଞ୍ଚାଅ। ହେଲେ କୋଉ ବି ପକ୍ଷୀ ତାକୁ ବଞ୍ଚେଇଲେ ନାହିଁ। ସେ ଚିଲ ପାଣି ଭିତରେ ବୁଡ଼ିଗଲା, ଆଉ ବବଲୁ ଯାଇ ଗୋଟିଏ ଗଛ ଉପରେ ବସିଗଲା। ସବୁ ପକ୍ଷୀମାନେ ବହୁତ ଖୁସି ହୋଇଗଲେ। ଯାହା ହେଉ, ସେ ରାକ୍ଷସ ଚିଲ ତା ଜାଗାକୁ ଚାଲିଗଲା ବୋଲି। ସବୁ ପକ୍ଷୀମାନେ ସେ ଛୋଟ ପକ୍ଷୀ ପାଖରେ ଆସି ପହଞ୍ଚିଲେ। ତାର ମା ତାକୁ ବହୁତ ଗେହ୍ଲା କଲା। ରାନୀ ଚଢ଼େଇ, ତୁମ ପୁଅ ଏମିତି କରିକି ଦେଖାଇଲା ଯେ ଆମେ ବି କରିପାରିବା ନାହିଁ। ତାପରେ ରାନୀ ଚଢ଼େଇର ତା ପୁଅ ପ୍ରତି ବହୁତ ଗର୍ବ ଅନୁଭବ କଲା। ତାପରେ ସବୁ ପକ୍ଷୀମାନେ ନିଜ ଜଙ୍ଗଲରେ ବହୁତ ହସ ଖୁସିରେ ରହିଲେ।